ଆପଣଙ୍କୁ କହି ରଖିବାକୁ ଚାହେଁ ଆଜି ଦିନ ପ୍ରାୟ 2ଟା ପାଖାପାଖି ଆମକୁ ଗୋଟେ ଖବର ମିଳିଲା ଯେ ସିଦ୍ଧେଶ୍ୱର ସାହିରେ ଜଣେ ସ୍ୱାମୀ ସ୍ତ୍ରୀ ଭଡ଼ା ରହୁଥିଲେ। ସେମାନଙ୍କ ଭିତରେ ଝଗଡ଼ା ଲାଗିକି ତାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀକୁ ଆଟାକ୍ କରିକି ମୁମୂର୍ଷୁ ଅବସ୍ଥାରେ ପକାଇଛନ୍ତି ଏବଂ ସେ ନିଜେ ମଧ୍ୟ ଭିତରେ ପଶିଛନ୍ତି ବୋଲି। ତ ଆମେ ଇମିଡ଼ିଏଟଲି ଖବର ପାଇକି ଆସିଗଲୁ। ଆସିକି ଦେଖିବା ବେଳକୁ ସ୍ତ୍ରୀଙ୍କର ଡେଥ୍ ହେଇଯାଇଛି। ତାପରେ ଆମେ ତାଙ୍କ ସ୍ୱାମୀକୁ ଡାକିଲୁ। ସେ ଜବାବ ନ ଦେବାରୁ ଆମେ ସେ କବାଟ ଭାଙ୍ଗିକି ଦେଖିବାରୁ ସ୍ୱାମୀ ମଧ୍ୟ ତାଙ୍କର ବେକରେ ଆଘାତ ହେଇ ଏବଂ ମୁମୂର୍ଷୁ ଅବସ୍ଥାରେ ପଡ଼ିଛନ୍ତି। ତେଣୁ ଆମେ ଇମିଡ଼ିଏଟଲି ତାଙ୍କୁ ଏସିବି ହସ୍ପିଟାଲ ପଠାଇ ଦେଇଛୁ ତାଙ୍କ ଟ୍ରିଟମେଣ୍ଟ ପାଇଁ। ଆଉ ଆମର ସାଇଣ୍ଟିଫିକ୍ ଟିମ୍ ଆମେ ଡକେଇଛୁ ଆଉ ଆନୁଷଙ୍ଗିକ କାର୍ଯ୍ୟ ଏଥିରେ ଇନଭେଷ୍ଟିଗେସନ୍ କରିବା ପାଇଁ। ଯାହା ପ୍ରିଲିମିନାରୀ ଜଣାପଡ଼ିଛି ସେମାନେ 19 ମସିହାରେ ଲଭ୍ ମ୍ୟାରେଜ୍ ତାଙ୍କର ହେଇଥିଲା। ଝିଅର ବିଷ୍ଣୁପ୍ରିୟା ଯିଏ ମଲ୍ଲିକ ଅଛନ୍ତି ସେ ସାଇବର ପିଏସ୍ରେ ଆମର କାମ କରନ୍ତି ଏବେ। ଆଉ ତାଙ୍କ ଯିଏ ବିଶ୍ୱଜିତ ଅଛନ୍ତି ତାଙ୍କ ହଜବାଣ୍ଡ ସିଏ ତାଙ୍କ ଘର ଆମର ନିଶ୍ଚିତ କୋଇଲ ଏରିଆରେ ସେ ବେପାର ବିଜନେସ୍ କରନ୍ତି ଏବଂ ତାଙ୍କ ଭିତରେ ଝଗଡ଼ା ଆଗରୁ ହେଉଥିଲା। ଆଜି ମଧ୍ୟ ଝଗଡ଼ା ହେଇଛି ବୋଲି କହୁଛନ୍ତି। ସକାଳୁ ଝଗଡ଼ା ଚାଲିଥିଲା। ତାଙ୍କର ମୃତକଙ୍କର ପ୍ରାୟ 27-30 ଭିତରେ ହେବ। ସ୍ୱାମୀଙ୍କର ତ କହିପାରିବି। ଗୋଟେ ଝିଅ ପ୍ରାୟ 5 ବର୍ଷର ହେବ। ଗୋଟେ ଝିଅ ଅଛି ସେ ଘରେ ଶୋଇଛି। ତାଙ୍କର ଯୋଉ ଯାହା ଇଏ ଅଛି ଗୋଟେ ଛୁରୀ ଦ୍ୱାରା ଆଟାକ୍ ହେଇଛି। ବେକକୁ ଆଟାକ୍ କରୁଛନ୍ତି, ବେକ ମୁହଁ। ସେଇଟା ଆମର ଯାହା ସାଇଣ୍ଟିଫିକ୍ ଟିମ୍ ଆସିଲେ ଦେଖିଲେ ଯାହା ବିଶେଷ ସବୁ ଜଣାପଡ଼ିବ। ସେଇଟା ପ୍ରିଲିମିନାରୀ ଯାହା ତ ତାଙ୍କ ଭିତରେ ପାଟିତୁଣ୍ଡ ହେଇଥିଲା ଆଉ ଅନ୍ୟାନ୍ୟ ଆମେ ଇନଭେଷ୍ଟିଗେସନ୍ କଲେ ଜଣାପଡ଼ିବ।